ପିଲାମାନେ ନୂଆ ନୋଟିଫିକେସନଟି ଆସିଯାଇଛି ଯାହାକି ଆପଣଙ୍କ ଡିଓ ପୋଷ୍ଟ ପାଇଁ ଆପଣଙ୍କ ନିଯୁକ୍ତି ରହିଛି। ଆପଣଙ୍କ ବହୁତ ଭଲ ପୋଷ୍ଟ ରହିଛି। ଆପଣଙ୍କ କେବେ ଆବେଦନ କରିପାରିବେ, ଆପଣଙ୍କ ଲାଷ୍ଟ ଡେଟ୍ କେବେ ରହୁଛି, ଆପଣଙ୍କ ଏଜୁକେଶନାଲ କ୍ୱାଲିଫିକେସନ୍ କ'ଣ ମାଗିଛି, ସବୁ ଡିଟେଲ୍ସ ମୁଁ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଇବି। ଏ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ଭଲ ଭଲ ଭିଡ଼ିଓ ଆମ ଚ୍ୟାନେଲ ଡେଲି ଅପଡ଼େଟ୍ ଦେଇଥାଉ। ଚାଲନ୍ତୁ ଜାଣିନେବା ନୋଟିଫିକେସନଟି କ'ଣ ରହିଛି। ଦେଖନ୍ତୁ ଅର୍ଗାନାଇଜେସନ୍ ନେମ୍ ରହିଛି, ଦେଖନ୍ତୁ ଓଡ଼ିଶା ସବ୍ ଅର୍ଡ଼ିନାନ୍ସ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଆପଣଙ୍କ ଅର୍ଗାନାଇଜେସନ୍ ନେମ୍ ରହିଛି। ଆପଣଙ୍କ ଟାଇପ୍ ଅଫ୍ ଜବ୍ ରହିଛି, ଦେଖନ୍ତୁ ପରମାନେଣ୍ଟ ଆପଣଙ୍କ ଟାଇପ୍ ଅଫ୍ ଜବ୍ ରହିଛି। କ୍ୟାଟେଗୋରୀ ରହିଛି, ଦେଖନ୍ତୁ ଓଡ଼ିଶା, ଦେଖନ୍ତୁ ଗଭର୍ଣ୍ଣମେଣ୍ଟ ଜବ୍ ଆପଣଙ୍କ କ୍ୟାଟେଗୋରୀ ରହିଛି। ଆପଣଙ୍କ ପୋଷ୍ଟର ନାଁ କ'ଣ ରହିଛି, ଦେଖନ୍ତୁ ଆପଣଙ୍କ ଗୋଟେ ପୋଷ୍ଟ ଅଛି ଯାହାକି ଆପଣଙ୍କ DO, ଯାହାକି ଡାଟା ଏଣ୍ଟ୍ରି ଅପରେଟର ଆପଣଙ୍କ ପୋଷ୍ଟର ନାଁ ରହିଛି। ଟୋଟାଲ୍ ପୋଷ୍ଟ ବାହାରିଛି, ଦେଖନ୍ତୁ 7142ଟି ଆପଣଙ୍କ ପୋଷ୍ଟ ବାହାରିଛି। ଆପଣଙ୍କ ଆପ୍ଲିକେସନ୍ ମୋଡ଼୍ ଅନଲାଇନ୍ରେ ଏ ଜବ୍କୁ ଆବେଦନ କରିପାରିବେ। ଆପଣଙ୍କ ପୋଷ୍ଟିଂଟି ଆପଣଙ୍କ ଓଡ଼ିଶା ଭିତରେ ହିଁ ହେବ। ଆପଣ କେଉଁମାନେ ଏ ଜବ୍କୁ ଆବେଦନ କରିପାରିବେ, ଦେଖନ୍ତୁ ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଏ ଜବ୍କୁ ଆବେଦନ କରିପାରିବେ। ଆପଣଙ୍କ ଏପର୍ଯ୍ୟନ୍ତ ଆପଣଙ୍କ ଲାଷ୍ଟ ଡେଟ୍ ଆସିନି। ଲାଷ୍ଟ ଡେଟ୍ ଆସିଲେ ମୁଁ ଇନଫର୍ମ କରିଦେବି। ଦେଖନ୍ତୁ ବହୁତ ପୁରୁଷ ଓ ମହିଳା ଏ ଜବ୍କୁ ଆବେଦନ କରିପାରିବେ। ଆପଣଙ୍କ ଏଜୁକେଶନାଲ କ୍ୱାଲିଫିକେସନ୍ କ'ଣ ମାଗିଛି, ଦେଖନ୍ତୁ ଆପଣ ଯଦି 12 ପାସ୍ କରିଥିଲେ ଆପଣ এই ଜବ୍କୁ ଆବେଦନ କରିପାରିବେ। ଆପଣଙ୍କ ଦେଖନ୍ତୁ ଡିଷ୍ଟ୍ରିକ୍ଟ ୱାଇଜ୍ ଭ୍ୟାକେନ୍ସି ରହିଛି, ଆପଣ ଦେଖିନେବେ ଆପଣଙ୍କ ଡିଷ୍ଟ୍ରିକ୍ଟ ୱାଇଜ୍ ଆପଣଙ୍କ ଭ୍ୟାକେନ୍ସିଟି ରହିଛି। କେଉଁ ଡିଷ୍ଟ୍ରିକ୍ଟରେ କେତେ ରହିଛି, ଦେଖନ୍ତୁ ଅନୁଗୁଳରେ 234ଟି ଆପଣଙ୍କ ପୋଷ୍ଟ ରହିଛି। ଆପଣଙ୍କ ଦେଖନ୍ତୁ ବାଲେଶ୍ୱରରେ 373ଟି ପୋଷ୍ଟ ରହିଛି। ଆପଣ ଦେଖିନେବେ ଆପଣଙ୍କ ଡିଷ୍ଟ୍ରିକ୍ଟ ୱାଇଜ୍ ଆପଣ କେଉଁ ଡିଷ୍ଟ୍ରିକ୍ଟରେ ବିଲଙ୍ଗ କରୁଛନ୍ତି, ଆପଣ ଡିଷ୍ଟ୍ରିକ୍ଟ ଦେଖିନେବେ। ଦେଖନ୍ତୁ ଆପଣଙ୍କ ଏଜ୍ ଲିମିଟ୍ଟି କ'ଣ ମାଗିଛି, ଆପଣଙ୍କ ମିନିମମ୍ ଏଜ୍ ରହୁଛି, ଦେଖନ୍ତୁ 21 ବର୍ଷ ଆପଣଙ୍କ ମିନିମମ୍ ଏଜ୍ ରହୁଛି। ଆପଣଙ୍କ ମ୍ୟାକ୍ସିମମ୍ ଏଜ୍ ରହୁଛି, ଦେଖନ୍ତୁ ଏଠାରେ 38 ବର୍ଷ ଆପଣଙ୍କ ମ୍ୟାକ୍ସିମମ୍ ଏଜ୍ ରହୁଛି। ଏଜ୍ ଦେଖନ୍ତୁ ଏଜ୍ ରିଲାକ୍ସେସନ୍ରେ କ'ଣ ରହୁଛି, ଆପଣଙ୍କ OBC ଷ୍ଟୁଡେଣ୍ଟଙ୍କ ପାଇଁ ଦେଖନ୍ତୁ 3 ବର୍ଷ ରହୁଛି। ଆପଣଙ୍କ ST SC ବା PWG ଷ୍ଟୁଡେଣ୍ଟଙ୍କ ପାଇଁ 5 ବର୍ଷ ରହୁଛି। ଆପଣଙ୍କ ଏକ୍ସ ସର୍ଭିସମ୍ୟାନଙ୍କ ପାଇଁ ବି 5 ବର୍ଷ ରହୁଛି। ଆପଣଙ୍କ PWD ବା ST SCଙ୍କ ପାଇଁ ଏଠାରେ ଆପଣଙ୍କ 15 ବର୍ଷ ରହୁଛି। ଏହା ଥିଲା ଆପଣଙ୍କ ଏଜ୍ ରିଲାକ୍ସେସନ୍। ଆପଣଙ୍କ ସିଲେକ୍ସନ୍ ପ୍ରୋସେସ୍ଟି କେମିତି ହେବ ଦେଖିନିଅନ୍ତୁ। ଫାଷ୍ଟ ଆପଣଙ୍କ ରିଟନ୍ ଟେଷ୍ଟ ହେବ, ତାପରେ ଆପଣଙ୍କ ସ୍କିଲ୍ ଟେଷ୍ଟ ଦେବେ, ତାପରେ ଆପଣଙ୍କ ଡକୁମେଣ୍ଟ ଭେରିଫିକେସନ୍ ହେବ, ତାପରେ ଆପଣ এই ଜବ୍କୁ ପାଇପାରିବେ। ଆପଣଙ୍କ ଆପ୍ଲିକେସନ୍ ଫିସ୍ଟି କ'ଣ ରହୁଛି ଦେଖିନିଅନ୍ତୁ। ଦେଖନ୍ତୁ ଜେନେରାଲ କ୍ୟାଣ୍ଡିଡେଟ୍ଙ୍କ ପାଇଁ ଫ୍ରି ରହୁଛି। ଆପଣ EWS କ୍ୟାଣ୍ଡିଡେଟ୍ଙ୍କ ପାଇଁ ବି ଏଠାରେ ଫ୍ରି ରହୁଛି। ଆପଣଙ୍କ OBC କ୍ୟାଣ୍ଡିଡେଟ୍ଙ୍କ ପାଇଁ ବି ଏଠାରେ ଫ୍ରିରେ ଆବେଦନ କରିପାରିବେ। PhD କ୍ୟାଣ୍ଡିଡେଟ୍ ବି ଫ୍ରିରେ ଆବେଦନ କରିପାରିବେ। ଆପଣଙ୍କ ST SCଙ୍କ ପାଇଁ ବି ଏଠାରେ ଫ୍ରିରେ ରହୁଛି। ଆପଣ ସମସ୍ତେ ଏ ଜବ୍କୁ ଫ୍ରିରେ ଆବେଦନ କରିପାରିବେ। ଆପଣଙ୍କ ଦେଖନ୍ତୁ ଇମ୍ପୋର୍ଟାଣ୍ଟ ଡକୁମେଣ୍ଟଟି କ'ଣ ଲାଗିବ, ଦେଖନ୍ତୁ ଆପଣଙ୍କ ଫାଷ୍ଟ ଦେବେ ଅଲ୍ ଏଜୁକେଶନାଲ ସାର୍ଟିଫିକେଟ୍ ୱିଥ୍ ମାର୍କସିଟ୍ ଦେବେ। ତାପରେ ଆପଣ ରିସେଣ୍ଟ କଲର୍ସ ପାସପୋର୍ଟ ସାଇଜ୍ ଫଟୋ ଦେବେ। ତାପରେ ଆପଣଙ୍କ କାଷ୍ଟ ସାର୍ଟିଫିକେଟ୍ ଅଛି, ଆପଣ କାଷ୍ଟ ସାର୍ଟିଫିକେଟ୍ ବି ଦେବେ। ତାପରେ ଆପଣଙ୍କ ଆଧାର କାର୍ଡ଼ ମାଗୁଛି, ଆଧାର କାର୍ଡ଼ ବି ଦେଇଦେବେ। ତାପରେ ଆପଣଙ୍କ ରେସିଡେଣ୍ଟ ସାର୍ଟିଫିକେଟ୍ ବନେଇଛନ୍ତି, ଆପଣ ରେସିଡେଣ୍ଟ ସାର୍ଟିଫିକେଟ୍ ବି ଦେବେ। ତାପରେ ଆପଣ କୌଣସି ଯଦି ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଅଛି, ଆପଣ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ବି ଏଠାରେ ଦେଇପାରିବେ। ଆପଣଙ୍କ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସାର୍ଟିଫିକେଟ୍ ମାଗୁଛି, ସେଟା ବି ଆପଣ ଦେଇଦେବେ। ଆପଣଙ୍କ ଭୋଟର ID କାର୍ଡ଼ ମାଗୁଛି, ଆପଣ ଭୋଟର ID କାର୍ଡ଼ ବି ଦେଇଦେବେ। ଏପର୍ଯ୍ୟନ୍ତ ଆପଣଙ୍କ ଆପ୍ଲାଏ ଡେଟ୍ ଷ୍ଟାର୍ଟ ହୋଇନି, ଆପଣଙ୍କୁ ଖାଲି ଏଇଟା ଆପଣଙ୍କ ନୋଟିଫିକେସନ୍ ଆସିଛି। ଆପଣଙ୍କ ଲାଷ୍ଟ ଡେଟ୍ ବି ଏପର୍ଯ୍ୟନ୍ତ ଆସିନି, ମୁଁ ଆସିଲେ ଆପଣଙ୍କୁ ଇନଫର୍ମ କରିଦେବି। ତ ଫ୍ରେଣ୍ଡସ୍ ଚାଲନ୍ତୁ ଆପଣଙ୍କ ଅଫିସିଆଲ ନୋଟିଫିକେସନ୍ରେ କ'ଣ ରହିଛି ଦେଖିନିଅନ୍ତୁ। ଦେଖନ୍ତୁ ଫ୍ରେଣ୍ଡସ୍ ଆପଣଙ୍କ ପ୍ରେସ୍ ନୋଟ୍ଟି ଦେଖିନିଅନ୍ତୁ। ଏଠାରେ ଆପଣଙ୍କ ଦେଖନ୍ତୁ ସବୁ ଆପଣଙ୍କ ଡିଟେଲ୍ସ ମେନସନ୍ ଅଛି, ଆପଣ ଚାହିଁଲେ ଆପଣ ପଢ଼ିପାରିବେ। ଦେଖନ୍ତୁ ଫ୍ରେଣ୍ଡସ୍ ଆପଣଙ୍କ ପ୍ରେସ୍ ନୋଟ୍ଟି ଆସିଛି, ଆପଣଙ୍କ କୌଣସି ଆଉ ନୋଟିଫିକେସନ୍ ଦେଇନି। ଆପଣଙ୍କ ଦେଖନ୍ତୁ ଡାଟା ଏଣ୍ଟ୍ରି ଅପରେଟର ପାଇଁ ଏଠାରେ ଆପଣଙ୍କ 2022 ହିସାବରେ ଆପଣଙ୍କୁ ଆସିଛି। ଆପଣ ଏ ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିବେ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ଭଲ ଭଲ ଭିଡ଼ିଓ ଆମ ଚ୍ୟାନେଲ ଡେଲି ଅପଡ଼େଟ୍ ଦେଇଥାଉ।